ଭୂଭାର ହରଣ କରିବାକୁ ପ୍ରାକୃତ ମଣିଷ ଭାବରେ ଶ୍ରୀକୃଷ୍ଣ ଯେ ଭୂମିଷ୍ଠ ହେବେ, ଏହା ନବମ ସ୍କନ୍ଧର ଶେଷ ଭାଗରେ ଶ୍ରୀ ଶୁକଦେବ ସୂଚାଇଥିଲେ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧର ଗୋପଲୀଳା। ଏହି ସ୍କନ୍ଧରେ ଶ୍ରୀକୃଷ୍ଣଙ୍କର ଅପୂର୍ବ ମାନବ ଲୀଳା ବର୍ଣ୍ଣନା କରାଯାଇଛି। ଭାଗବତର 12ଟି ସ୍କନ୍ଧ ମଧ୍ୟରେ ଦଶମ ସ୍କନ୍ଧଟି ସର୍ବାପେକ୍ଷା ବୃହତ୍। ଏଥିରେ ଶ୍ରୀକୃଷ୍ଣଙ୍କ ଜନ୍ମ ତଥା ବ୍ରଜଲୀଳା, ମଥୁରା ଲୀଳା ଓ ଦ୍ୱାରକା ଲୀଳା ବର୍ଣ୍ଣିତ। ତେଣୁ ଏହାର ସମାଦର ସର୍ବାପେକ୍ଷା ଅଧିକ। ଏହାର ଦର୍ଶନ, ସ୍ପର୍ଶନ, ପଠନ ଓ ଶ୍ରବଣରେ ମନୁଷ୍ୟ ଜନ୍ମ ସାର୍ଥକ ହୋଇଥାଏ। ସ୍କନ୍ଧଟିର ନିର୍ବିଘ୍ନ ପରିସମାପ୍ତି ପାଇଁ ଆରମ୍ଭ ହୋଇଛି ଗଣେଶ ବନ୍ଦନାରୁ। ଶୁକ ଉବାଚ ବନ୍ଦଇ ଦେବ ଲମ୍ବୋଦର ପାଶଙ୍କୁଶ ବେନିକର ପୃଥୁଳ ଜଠର ସୁନ୍ଦର ଗଜବଦନ ଗଣେଶ୍ୱର ଯଜ୍ଞ ଆରମ୍ଭେ ତୋର ପୂଜା ଉତ୍ତରୀ କଣ୍ଠେ ନାଗରାଜା ଶ୍ୟାମ ସୁନ୍ଦର ତନୁବର୍ଣ୍ଣ ଅଶେଷ ବିଘ୍ନ ବିନାଶନ ତୁମ୍ଭର ଜନକ ଜନନୀ ଜଗତ ଜନକ ଜନନୀ ତୋର ମହିମା ମୁଖେ କହି କେ ପାରେ ନର ଦେହ ବହି ଭୁଅ ସଦୟ ଗଣନାଥ କହିବି ଶ୍ରୀକୃଷ୍ଣ ଚରିତ। ପରୀକ୍ଷିତ ଉବାଚ ଭୋମୁନି ହୋଇବା ସଦୟେ ମୋ ଚିତ୍ତ ରହୁ କୃଷ୍ଣ ପାଏ ପାଣ୍ଡବ କୂଳେ ମୋର ଜନ୍ମ ମୋହର ବନ୍ଧୁ ଜନାର୍ଦ୍ଦନ ଦ୍ରୋଣ କୁମର ବାଣ ତ୍ରାସେ ମରିବି କହିଗଲେ ବ୍ୟାସେ ତା ଶୁଣି ଜନନୀ ମୋହର ଶରଣ ଗଲା ଚକ୍ରଧର ଗର୍ଭେ ପଡ଼ନ୍ତେ ଆସି ବାଣ ମତେ ରଖିଲେ ନାରାୟଣ ତେଣୁ କୃଷ୍ଣର ଏ ଶରୀର କିଣିଲା ସେବକ ମୁଁ ତାର ଚରିତ କର୍ଣ୍ଣେ ଶୁଣି ତରିବି ଭବ ତରଙ୍ଗିଣୀ ଶ୍ରୀକୃଷ୍ଣ ଲୀଳାର ଚରିତ ମୁଖ ପଙ୍କଜୁ ତୋର ଜାତ ଶ୍ରୁତି ଯୁଗଳେ ପାନ କରି ହେଳେ ତରିବି ଭବ ବାରି ପାଣ୍ଡବେ ଯାହାର ବିଶ୍ୱାସୁ ତରିଲେ କୁରୁ ବଳ ତ୍ରାସୁ ବତ୍ସା ଚରଣ ଜଳ ତୁଲ୍ୟ ହେଳେ ତରିଲେ କୁରୁ ବଳେ ସେ ହରି ଚରିତ ଗହନ ଧ୍ୟାନେ ଭାବନ୍ତି ମୁନିଜନ ଭବସାଗର ପରମାଦ ବିଷୟା ବିଷ କୁଏ ଗଦ ଚଣ୍ଡାଳୁ ବ୍ରହ୍ମ ଯାଏ ଲୋକ କେ ଶୁଣି ହୋଇବ ବିମୁଖ ଅଶେଷ ଜନ୍ତୁ ଦେହ ବହି ଯେ କାଳ ରୂପେ ଅଛି ରହି ମାୟା ମନୁଷ୍ୟ ରୂପେ ଜାତ ସଂହାରି ପାଳଇ ଜଗତ ମୃତ୍ୟୁ
ମୃତ୍ୟୁ ଅମୃତ୍ୟୁ ବେନି ଦେଇ ନିତ୍ୟ ନିର୍ମଳ ଜାର ଦେହି ନବମ ସ୍କନ୍ଧେ ମୋହି ଶୁଣି ସେ କଥା ମନେ ମନେ ଗୁଣି ବିଚାର କଲି ଭ୍ରମ ଚିତ୍ତ ଭମୁନି କହିବା ତଦନ୍ତ ଶ୍ରୀ ଭାଗବତର ସିଦ୍ଧାନ୍ତ ଅମୃତ ରସମୟ ଗୀତ ଧାର୍ମିକ କୁଳେ ଯଦୁ ବଂଶେ ଜନ୍ମ ହୋଇଲେ ନିଜ ଅଂଶେ ନୀଳ ଧବଳ ରୂପ ଦୁଇ ଦେବକୀ ଗର୍ଭେ ଜାତ ହୋଇ କେମନ୍ତେ ରୋହିଣୀର ସୁତ ରାମକୁ ବୋଲନ୍ତି ଜଗତ ବେନି ଉଦରୁ ଏକ ଦେହ ଭମୁନି ଫେଡ଼ିବା ସନ୍ଦେହ କେବଳ ହେତୁ ଭଗବାନ ଗୁପତେ ଗଲେ ବୃନ୍ଦାବନ ଭକତ ତାରିବାର ଆସେ ରମିଲେ ବାଳକ ବିଶ୍ୱାସେ ପୁଣି କେତେ ଦିନେ ହରି ମିଳିଲେ ମଥୁରା ନଗରୀ ଜଗତ ଜନଙ୍କର ଗୁରୁ ଯାର ମହିମା ମହାମେରୁ କିମ୍ପା ଅନୀତି ଆଚରିଲେ ସୋଦର ମହୁଳା ମାଇଲେ ଏକି ତାହାଙ୍କ ପରମାଣ ଯାହାଙ୍କ ନାମ ନାରାୟଣ ମନୁଷ୍ୟ ରୂପେ ହୋଇ ଜନ୍ମ କେତେ ବରଷ ଭୋଗ କର୍ମ ଯାଦବ ସଙ୍ଗତେ ବିହରି କେତେ କଳତ୍ର ଭୋଗ କରି ଏ ଆଦି ଯେତେକ ଚରିତ ଭମୁନି କହି ତୋଷ ଚିତ୍ତ ଦେଖ ମରଣ କାଳ ମୋର ଭମୁନି ତେଜିଲି ଆହାର ହରିଚରିତ ସୁଧା ବାରି ତୋର ବଦନୁ ପାନ କରି ଜଗତ ସଂହାରିଣୀ କ୍ଷୁଧା ସେ ମତେ ନ କରଇ ବାଧା ସୁତ ଉବାଚ ଶୁଣି ରାଜାର ସାଧୁ କଥା ମୁନି ପଣ୍ଡିତ ଶୁଦ୍ଧ ଚେତା କୃଷ୍ଣ ଚରଣେ ଦେଇ ଚିତ୍ତ ବୋଲନ୍ତି ଶୁଣ ଭାଗବତ ସୁକ ଉବାଚ ସାଧୁ ଚରିତ ତୋର ବୁଦ୍ଧି କୃଷ୍ଣ ଚରଣେ ଚିତ୍ତ ଖେଦି ଗୋବିନ୍ଦେ ତୋର ମନ ଯେତେ ମୁଁ କହିପାରିବି କି ତତେ ଗୋବିନ୍ଦ କଥା ପରସନ ହେଳେ ତାର ଏଇ ତିନି ଜଣ ଶ୍ରୋତାବକତା ଯେ ପଚାରି ଏ ତିନି ଜଣେ ଜାନ୍ତି ତରି ତୋ ପାଦ ଗଙ୍ଗା ଜଳ ଯେହ୍ନେ ତାର ଏଇ ସ୍ନାନ ପିଣ୍ଡ ଦାନେ ନାମ ମାତ୍ର କେ ପାପ ନାଶେ ତାର ଏଇ ସେ ତିନି ପୁରୁଷେ କହିବି କୃଷ୍ଣ ଲୀଳା ମାନ ରାଜନ ହୁଅ ସାବଧାନ ଅସୁର ବଳ ପାଦ ଭରେ ଭୂମି କମ୍ପିଲା ଥର ହରେ ଭାରାରେ ଚଳି ନ ପାରଇ ଅଧରୁ ରୁଧିର ଗଳଇ ଦିନେକ ବିଚାରଇ ବସି କେ ମୋର ଶରୀର ଆଶ୍ୱାସୀ ଛାଡ଼ିବି ସଂସାର ଧାରଣ ପଶିବି ବ୍ରହ୍ମାରେ ଶରଣ ମାୟା ସୁର ବିରୂପ ହୋଇ କାନ୍ଦଇ ଚୌଦିଗ ଚାହିଁ ବିଧାତା ନିକଟେ ମିଳିଲା ନିଜ ବେଦନା ଜଣାଇଲା ବିଧାତା ଶୁଣିତା ବିକଳ ସଙ୍ଗେ ଘେନିଲେ ଦେବ ବଳ ଶଙ୍କର ଘେନି ସର୍ବେ ବେଗେ ମିଳିଲେ କ୍ଷୀର ସିନ୍ଧୁ ଲାଗେ ଜଳଧି କୂଳେ ଦେବଗଣ ଡାକନ୍ତି ରଖ ନାରାୟଣ ଅନେକ ଧ୍ୟାନ ସ୍ତୁତି କଲେ ହରି ସନ୍ଦେଶ ନ ପାଇଲେ ଅନେକ ମତେ କରି ଧ୍ୟାନ ବ୍ରହ୍ମା ପାଇଲେ ମନେ ଛନ୍ନ ଅନନ୍ତ ନ ଦେଖି ବିଧାତା ମନେ ପାଇଲେ ଗରୁ ଚିନ୍ତା ସମାଧି ବସିଲେ ତକ୍ଷଣ ଚିନ୍ତି ଅନାଦି ନାରାୟଣ ବ୍ରହ୍ମାର ଦେଖିଣ ବିକଳ କରୁଣା କଲେ ଆଦି ମୂଳ ନିଦ୍ରାର ବଳେ ମନହରି ସ୍ୱପନେ କହିଲେ ମୁରାରୀ ବ୍ରହ୍ମାଙ୍କୁ ଦିଶିଲା ସ୍ୱପନ କହନ୍ତି ପ୍ରଭୁ ନାରାୟଣ।